ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜି ଆସନ୍ତୁ ଜାଣିବା ଜଣେ ମହାନ ପୁରୁଷଙ୍କ ବିଷୟରେ। ସେ ହେଉଛନ୍ତି ଗୋସ୍ୱାମୀ ତୁଳସୀ ଦାସ। ଆମ ପୃଥିବୀରେ ବହୁତ ଗୁଡ଼ିଏ ସାଧୁସନ୍ଥ ଜନ୍ମ ହୋଇଛନ୍ତି। ସେଥିମଧ୍ୟରୁ ଗୋସ୍ୱାମୀ ତୁଳସୀ ଦାସଙ୍କ ଜୀବନ କାହାଣୀ ଅନ୍ୟତମ, ଯାହାଙ୍କୁ ଆଜି ସାରା ପୃଥିବୀରେ ପୂଜା କରୁଛନ୍ତି। ପିଲାଦିନର କାହାଣୀ। ଦିନେ ଆତ୍ମାରାଓ ଦୁବେ ଘରର ବାହାରେ ଚିନ୍ତାରେ ବସିଥାନ୍ତି। ଘର ଭିତରେ ତାଙ୍କ ସ୍ତ୍ରୀର ଗର୍ଭ ଯନ୍ତ୍ରଣାର ଶବ୍ଦ ଶୁଣି ବ୍ୟସ୍ତ ବିବ୍ରତ ହେଉଥାନ୍ତି। ସଙ୍ଗେ ସଙ୍ଗେ ଘରର ଦାସୀ ଓ ଚୁନିଆ ଦୌଡ଼ି ଦୌଡ଼ି ଆସି ଏକ ଅଶୁଭ ଖବର ଦେଲା କି ଆପଣଙ୍କର ସ୍ତ୍ରୀ ବେହୋସ ହୋଇଯାଇଛନ୍ତି, କିନ୍ତୁ ଏକ ସୁନ୍ଦର ପୁତ୍ରର ଜନ୍ମ ଲାଭ କରିଛନ୍ତି। ଏକଥା ଶୁଣି ଆତ୍ମାରାଓ ଦୁବେ ଦୁଃଖରେ ଭାଙ୍ଗି ପଡ଼ିଲେ। ଆଉ କିଛି ସମୟ ପରେ ଜାଣିଲେ ଯେ ଆତ୍ମାରାଓ ଦୁବେଙ୍କର ସ୍ତ୍ରୀ ସବୁଦିନ ପାଇଁ ପ୍ରାଣତ୍ୟାଗ କରିଛନ୍ତି। ଆତ୍ମାରାଓ ଦୁବେ ଦୁଃଖରେ ଭାଙ୍ଗି ପଡ଼ିଲେ। ଏମିତି କିଛି ଦିନ କଟିଗଲା। ଦିନେ ଆତ୍ମାରାଓ ଦୁବେ ଏକ ଜ୍ୟୋତିଷଙ୍କୁ ଘରକୁ ଡାକିଲେ। ଜ୍ୟୋତିଷ ପାଠ କରି ଜାଣିପାରିଲେ। କହିଲେ, ତୁମର ଏ ପୁଅ ରାକ୍ଷସ ଯୋନିର ଜନ୍ମ। ଦିନେ ଏ ପୁଅ ତୁମ ମୃତ୍ୟୁର କାରଣ ବି ହେବ। ତେଣୁ ଏ ପୁଅକୁ ମାରିଦେବା ହିଁ ଠିକ୍ ହେବ। ଏକଥା ଶୁଣି ସେ ଦାସୀ ଓ ଚୁନିଆ ଛୋଟ ପିଲାଟାକୁ ଘରକୁ ନେଇଗଲେ। ଆଉ କିଛି ଦିନ ପରେ ଦୁବେର ବି ମୃତ୍ୟୁ ହୋଇଗଲା। ମା ପରି ପାଳିଥିବା ଚୁନିଆର ବି ମୃତ୍ୟୁ ହୋଇଗଲା। ଚୁନିଆର ସ୍ୱାମୀ ଯାହା ଭାବୁଥିଲେ ଏ ଘଟଣାକୁ ନେଇ ସବୁ ଗୋଟି ଗୋଟି କରି ସତ ହେଉଥିଲା। ସେତେବେଳକୁ ଏ ପିଲାକୁ 6 ବର୍ଷ ହୋଇଥିଲା। ରାଗରେ ସେ ପିଲାଟିକୁ ଅଶୁଭ ମନେକରି ତାକୁ ଘରୁ ବାହାର କରିଦେଲେ। ଆଉ ସେ ପିଲାଟି ଗଛ ତଳେ ଶୋଇ ମାଗି ଯାଚି ଖାଇ ରହୁଥିଲା। କେତେ ଦୁଃଖ କଷ୍ଟରେ ଏତେ କମ୍ ବୟସରେ ତା ଜୀବନ ନିର୍ବାହ କରିଥିଲା। ଖାଲି ଏତିକି ନୁହେଁ, ଯିଏ ବି ଦେଖୁଥିଲା ଅଶୁଭ ଅଶୁଭ ବୋଲି କହୁଥିଲା। ତାପରେ ପିଲାଟି ସେଇ ଗାଁର ମନ୍ଦିରରେ ପହଞ୍ଚିଲା। ସେଠାରେ ତାଙ୍କର ସନ୍ଥ ନରିହରି ଦାସଙ୍କ ସହିତ ସାକ୍ଷାତ ହୋଇଥିଲା। ସେହି ସନ୍ଥ ମହାପୁରୁଷ ପିଲାଟିକୁ କହିଲେ, ତୁମେ ପ୍ରଭୁ ରାମଚନ୍ଦ୍ରଙ୍କ ଶରଣରେ ରହିଯାଅ। ସେ ହିଁ ତୁମର ସବୁ ଦୁଃଖ କଷ୍ଟକୁ ଦୂର କରିବେ। ପିଲାଟିର ଭଗବାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଦେଖି ସନ୍ଥ ତାଙ୍କୁ ଆଶ୍ରମ ନେଇଗଲେ ଏବଂ ତାଙ୍କୁ ରାମ ନାମର ଶିକ୍ଷା ଦେଲେ। ସେହି ଦିନଠୁ ଛୁଆଟିର ନାମ ହେଲା ରାମବୋଲା। ସନ୍ଥ ସେ ପିଲାଟିକୁ ରାମାୟଣ ଓ ପଢ଼ା ଲେଖା ସବୁ ଶିଖାଇଲେ। ତାପରେ ସେ କାଶୀ ଚାଲିଗଲେ ଏବଂ ସେଠାରେ ସନ୍ଥ ଆଚାର୍ଯ୍ୟ ସନାତନ ନାମକ ଗୁରୁ ବେଦ ବେଦାନ୍ତ ଉପରେ ଶିକ୍ଷାଦାନ ଦେଲେ। କିଛି ଦିନ ପରେ ରାମବୋଲା ଗାଁକୁ ଫେରି ରାମଙ୍କ ଚରିତ ଉପରେ ସତ୍ସଙ୍ଗ କଲେ। ବହୁତ ଲୋକ ତାଙ୍କ ସତ୍ସଙ୍ଗ ଶୁଣିବାକୁ ଆସିଲେ ଓ ରାମଙ୍କ ଚରିତ ଶୁଣି ନିଜକୁ ଧନ୍ୟ ମନ କଲେ। ସବୁଆଡ଼େ ତାଙ୍କର ଗୁଣଗାନ ହେଲା। ଆଉ କିଛି ଦିନ ମଧ୍ୟରେ ତାଙ୍କର ନାମ ରାମବୋଲାରୁ ତୁଳସୀ ଦାସ ହୋଇଗଲା।
ଜୀବନର ବାଧାବିଘ୍ନକୁ ତ୍ୱରିତ କରି ଆଜି ତାଙ୍କର ରାମଚରିତ ସାରା ବିଶ୍ୱରେ ବିଖ୍ୟାତ ହେଲା। ଖାଲି ସେତିକି ନୁହେଁ, ତୁଳସୀଦାସ ସେତେବେଳର ରାଜା ରାଜୁଡ଼ାମାନଙ୍କୁ ରାମଙ୍କ ଚରିତ ବିଷୟରେ ଜ୍ଞାନ ଦେଉଥିଲେ। ସମସ୍ତେ ତାଙ୍କର ଗୁଣଗାନ କରୁଥିଲେ। ସମୟାନୁକ୍ରମେ ଆଜି ସମଗ୍ର ପୃଥିବୀରେ ଗୋସ୍ୱାମୀ ତୁଳସୀଦାସଙ୍କୁ ପୂଜା କରାଯାଉଛି। ଏଇଆ ହିଁ ଥିଲା ତୁଳସୀଦାସଙ୍କର ଜୀବନ କାହାଣୀ। ଧନ୍ୟବାଦ, ଆପଣ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଛନ୍ତି। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ରହୁଛି, ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।